ବୃଷ ରାଶିରେ ସୂର୍ଯ୍ୟଙ୍କ ଗୋଚର 15 ମେରେ ଏହି ଚାରୋଟି ରାତି ବ୍ୟକ୍ତିଙ୍କ ହେବ ଜବରଦସ୍ତ ଲାଭ। 15 ମେରେ ସୂର୍ଯ୍ୟ ଦେବତା ଶୁକ୍ରଙ୍କ ଦ୍ୱାରା ଶାସିତ ବୃଷ ରାଶିରେ ପ୍ରବେଶ କରିବାକୁ ଯାଉଛନ୍ତି। ଏହି ସ୍ୱର ଭ୍ରମଣ ଚାରୋଟି ରାଶି ପାଇଁ ଶୁଭ ବୋଲି ବିବେଚନା କରାଯାଏ। ସେମାନେ ସହଜରେ ଧନ ଅର୍ଜନ କରିବେ ଏବଂ ଯେକୌଣସି ବାକି ଥିବା ପାଣ୍ଠି ପୁନରୁଦ୍ଧାର ହେବ। ସେମାନଙ୍କ ଘର ଏବଂ ପାରିବାରିକ ଜୀବନରେ ମଧ୍ୟ ନୂତନ ଆନନ୍ଦ ଆସିବ। ମେ 15ରେ ସୂର୍ଯ୍ୟ ଗ୍ରହଙ୍କର ରାଜା ରାଶି ପରିବର୍ତ୍ତନ କରିବାକୁ ଯାଉଛନ୍ତି। ଏହି ଦିନ ସୂର୍ଯ୍ୟ ବୃଷ ରାଶିରେ ପ୍ରବେଶ କରିବେ। ଏହି ରାଶିର ଶାସକ ଗ୍ରହ ସୂର୍ଯ୍ୟ। ଜ୍ୟୋତିଷ ଶାସ୍ତ୍ରରେ ଶୁକ୍ରକୁ ଧନ, ବିଳାସ ଏବଂ ସମୃଦ୍ଧିର ପ୍ରତୀକ ଭାବରେ ବିବେଚନା କରାଯାଏ। ଜ୍ୟୋତିଷ ଅନୁସାରେ ବୃଷ ରାଶିରେ ପ୍ରବେଶ କରିଥିବା ପରେ ସୂର୍ଯ୍ୟ ଚାରୋଟି ନିର୍ଦ୍ଦିଷ୍ଟ ରାଶି ଉପରେ ଏକ କୃପା ଦୃଷ୍ଟି ପକାଇବେ। ସୂର୍ଯ୍ୟଙ୍କ ବୃଷ ରାଶିରେ ଅବସାନ ଅଧିକ ମାସ ଯାଏ ରହିବ, ହେଲେ ସୂର୍ଯ୍ୟଙ୍କ କୃପା ଏହି ଚାରୋଟି ରାଶି ଉପରେ ସ୍ଥିର ରହିବ। ଆସନ୍ତୁ ଏହି ଭାଗ୍ୟବାନ ରାଶି ଗୁଡ଼ିକୁ ବିଷୟରେ ଜାଣିବା। ପ୍ରଥମ ରାଶି ବୃଷ ରାଶି। ସୂର୍ଯ୍ୟ ଆପଣଙ୍କ ରାଶିର ଲଗ୍ନ ପ୍ରଥମ ଘରରେ ପ୍ରବେଶ କରିବାକୁ ଯାଉଛନ୍ତି। ଏହି ରାଶିର ଶାସକ ଗ୍ରହ ଶୁକ୍ର। ଫଳସ୍ୱରୂପ ଆପଣ ଆପଣଙ୍କ ଆର୍ଥିକ ବେପାରରେ ସୁଦୃଢ଼ ଦେଖାଦେଇପାରେ। ଆପଣ ଜମି ଏବଂ ସମୃଦ୍ଧି, ଏକ ନୂତନ ଘର କିମ୍ବା ଏକ ନୂତନ ଯାନ ଭଳି ସୁଧାରି ପାରିପାରନ୍ତି। ଆପଣ ପ୍ରେତୁକ ସମ୍ପତ୍ତିରୁ ମଧ୍ୟ ଲାଭ ପାଇପାରନ୍ତି। ଅନ୍ୟମାନଙ୍କୁ ଧାର ଦେଇଥିବା ଟଙ୍କା ଆପଣଙ୍କୁ ଫେରସ୍ତ କରାଯାଇପାରେ। ଆପଣଙ୍କ ପରିବାରରୁ, ବିଶେଷ କରି ଆପଣଙ୍କ ମାଆଙ୍କ ଠାରୁ ସମର୍ଥନ ପାଇବାର ସମ୍ଭାବନା ଅଛି। ସିଂହ ରାଶି। ସିଂହ ରାଶିର ଶାସକ ଗ୍ରହ ସୂର୍ଯ୍ୟ ଅଟନ୍ତି। ଯେତେବେଳେ ସୂର୍ଯ୍ୟ ଶୁକ୍ରଙ୍କ ରାଶି ବୃଷ ରାଶିରେ ପ୍ରବେଶ କରିଛନ୍ତି, ସେତେବେଳେ ସିଂହ ରାଶିରେ ଜନ୍ମ ହୋଇଥିବା ଲୋକଙ୍କ ପାଇଁ ନୂତନ ଆନନ୍ଦ ଦ୍ୱାରା ଠକ୍ ଠକ୍ କରିବ। ଲୋକଙ୍କ ମଧ୍ୟରେ ସମନ୍ୱିତ ଉନ୍ନତି ହେବ। ଆପଣଙ୍କ ଆର୍ଥିକ ସ୍ଥିତିରେ ମଧ୍ୟ ଉନ୍ନତି ଦେଖାଯିବ। ବର୍ତ୍ତମାନ ଆପଣଙ୍କ ପରିବାରକୁ କଷ୍ଟ ଦେଉଥିବା ଯେକୌଣସି ଅର୍ଥ ସମ୍ବନ୍ଧୀୟ ସମସ୍ୟା ଖୁବ୍ ଶୀଘ୍ର ସମାଧାନ ହେବ। ଆପଣ ଆପଣଙ୍କ ଆୟ ଏବଂ ଖର୍ଚ୍ଚ ମଧ୍ୟରେ ଏକ ସୁସ୍ଥ ସନ୍ତୁଳନ ବଜାୟ ରଖିବେ। ଆପଣ ଆପଣଙ୍କ ପରିବାର ସହିତ ଗୁଣାତ୍ମକ ସମୟ ବିତାଇବାର ସୁଯୋଗ ପାଇବେ। ସ୍ୱାସ୍ଥ୍ୟ ଦୃଷ୍ଟିକୋଣରୁ ମଧ୍ୟ ଏହି ସମୟ ଅନୁକୂଳ ହେବାର ପ୍ରତିଶ୍ରୁତି ଦେଉଛି। ବିଛା ରାଶି। ବିଛା ରାଶିର ଜନ୍ମିତ ବ୍ୟକ୍ତିମାନଙ୍କର ଆର୍ଥିକ ସ୍ଥିତିର ମଧ୍ୟ ଉନ୍ନତି ହେବାକୁ ଯାଉଛି। ବ୍ୟବସାୟ ମୋକଦ୍ଦମା ମାଲିକମାନେ ସେମାନଙ୍କର ଲାଭ ଦ୍ୱିଗୁଣ ଦେଖାଇ ଦେଇପାରିବେ। ବେତନଭୋଗୀ ବୃତ୍ତିଗତ ମାନଙ୍କ ପାଇଁ ପଦୋନ୍ନତି କିମ୍ବା ଦରମା ବୃଦ୍ଧିର ଦୃଢ଼ ସୂଚନା ଅଛି। ପୂର୍ବରୁ ଅଟକିଥିବା କିମ୍ବା ପଡ଼ି ରହିଥିବା ଟଙ୍କା ଆପଣଙ୍କ ପାଖକୁ ଫେରିପାରେ। ଆପଣ ଭବିଷ୍ୟତ ପାଇଁ ଭଲ ଯୋଜନାରେ ନିବେଶ ଆରମ୍ଭ କରିପାରନ୍ତି। ଆପଣ କାମ ପ୍ରତି ଆପଣଙ୍କ ସମର୍ଥନ ଏକ ସକାରାତ୍ମକ ପ୍ରଭାବ ସୃଷ୍ଟି କରିବ। ଆପଣଙ୍କ ସାର୍ବଜନୀନ ପ୍ରତିଚ୍ଛବି ସୁଦୃଢ଼ ହେବ ଏବଂ ଲୋକମାନେ ଆପଣଙ୍କ ପ୍ରୟାସ ଏବଂ କାମକୁ ପ୍ରଶଂସା କରିବାର ସମ୍ଭାବନା ଅଛି। ମୀନ ରାଶି। ଆପଣଙ୍କର ଶକ୍ତିଶକ୍ତ ଏବଂ ଆପଣଙ୍କ ଆତ୍ମବିଶ୍ୱାସ ଉଭୟ ବୃଦ୍ଧି ପାଇବ। ଏହା ଆପଣଙ୍କ କ୍ୟାରିୟର ପାଇଁ ଗୁରୁତ୍ୱପୂର୍ଣ୍ଣ ଲାଭ ଆଣିବ। ଆପଣ ଅତ୍ୟନ୍ତ ସଚ୍ଚୋଟତା ଏବଂ କଠିନ ପରିଶ୍ରମ ସହିତ ଆପଣଙ୍କ କାର୍ଯ୍ୟଗୁଡ଼ିକୁ କାର୍ଯ୍ୟକାରୀ କରିବେ। ଏହି ସ୍ୱର ପରିବହନ ପରେ ଜୀବନ ପ୍ରତି ଆପଣଙ୍କ ଦୃଷ୍ଟିକୋଣ ମଧ୍ୟରେ ଉତ୍ତମ ହେବ। ଆପଣ ମୂଲ୍ୟବାନ ଉପହାର ସହିତ ଆପଣଙ୍କ ପରିବାର ସଦସ୍ୟଙ୍କୁ ଖୁସି କରିବା ଉପରେ ଧ୍ୟାନ ଦେବେ। ଏହା ଆପଣଙ୍କ ଆୟ କିମ୍ବା ସୁଦୃଢ଼ ସଞ୍ଚୟ ଉପରେ କୌଣସି ଗୁରୁତ୍ୱପୂର୍ଣ୍ଣ ପ୍ରଭାବ ପକାଇବ ନାହିଁ। ଆପଣ ଅତିରିକ୍ତ ଉତ୍କୃଷ୍ଟ ପାଣ୍ଠି ପାଇପାରନ୍ତି। ଆପଣ ରୋଜଗାରରୁ ମଧ୍ୟ ସୁରକ୍ଷିତ ରହିବେ।